ନମସ୍କାର, ମୁଁ ସୁସ୍ମିତା ରଥ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ କରୁଛି। ଆଜି ମ୍ୟାଜିକ୍ ବୁକ୍ ପ୍ରାକ୍ଟିସ୍ର ଡେ 15 ଚାପ୍ଟର କରିବା। ସେ ଚାପ୍ଟର ହେଉଛି ଆପଣଙ୍କ ସମ୍ବନ୍ଧକୁ କେମିତି ଯାଦୁ କି ମଧୁର ବନେଇବେ। ମାନେ ଯେଉଁ ସମ୍ପର୍କରେ ଏଇନା ଆଜିକା ଚାପ୍ଟରଟା ଆସିଲା, ଯେଉଁ ସମ୍ପର୍କରେ ଆପଣଙ୍କ କିଛି ଅନୁବନ୍ଧ ଅଛି ପଟୁନି, ତାକୁ କେମିତି ଆପଣ ଭଲ ସମ୍ପର୍କ ବନେଇ ପାରିବେ। ଏଇଟା ହେଉଛି ବହୁତ ଇମ୍ପୋର୍ଟାଣ୍ଟ ଚାପ୍ଟର। ଏଇଟା ଆମେ ସମସ୍ତେ କବୁଲ କରିପାରୁନି, କାହିଁକି ଆମେ ଯାହା ସାଙ୍ଗରେ ଆମର ପଠେଇଯାଏ ଯେ ଆମେ ସବୁବେଳେ ଭାବୁ ତାର ଦୋଷ, ସେଇ ସବୁ କରୁଛି, ମୁଁ ତ ଭଲ, ସବୁ କିଛି ମୋ ପାଇଁ ଠିକ୍। ସେଇ ଜିନିଷଟାକୁ ଆପଣଙ୍କୁ ବୁଝିବା ପାଇଁ ପଡ଼ିବ ଆଉ କବୁଲ କରିବା ପାଇଁ ପଡ଼ିବ। ଆମେ ରାଗିଯାଉ, କେତେବେଳେ ରାଗିକିନା ଆମେ ଆମ ଗଲତିଟାକୁ ଆମେ ଆମର ମାନୁନି, ରାଗିକିନା ଅନ୍ୟମାନଙ୍କ ସହିତ ଗଲତିଟା मैं बहिरे कହୁଛି क्रोध करना एक सुलगने अंगार के पकड़ने जैसा है, जैसे आप उठाते हो किसी दूसरे पर फेंकने के इरादे से है लेकिन जलते आती है। ମାନେ ଏଇ ଯୋଉ ଆମେ ଯୋଉ କମ୍ପ୍ଲେନିଂ ମୁଣ୍ଡରେ ମାଫ କରୁନି ଅନ୍ୟମାନଙ୍କୁ, ଏଇଟା ହଉଛି ଗୋଟେ ନିଆଁ ଅଙ୍ଗାର ଭଳି। ମାନେ ଆମେ ଭାବୁଛେ ଆମେ ତାକୁ ଜଳେଇବୁ ସାମ୍ନାବାଲାକୁ, କିନ୍ତୁ ସେଥିରେ ତାର କିଛି ଫରକ ପଡ଼େନି। ଯାହାକୁ ଆମେ ରାଗୁଛୁ, ଯାହା ସାଙ୍ଗେ କଥା ଲାଗୁନୁ, ଯାହା ପାଇଁ ଆମର ଅଭିମାନ ରହୁଛି, ସେଥିପାଇଁ ଆମେ ନିଜକୁ ନିଜେ ଆମେ ଜଳୁଛୁ, ସେଇଥିରେ ନିଜେ ଅସୁବିଧାରେ ପଡ଼ୁଛୁ, ନିଜ ମନଟା କଷ୍ଟ ହେଉଛି। ସେଥିପାଇଁ ଯେତେଦିନ ପର୍ଯ୍ୟନ୍ତ ଆପଣ ଏମିତି ଭାବୁଥିବେ, ସେ ଗିଲ୍ଟରେ ରହିଥିବେ, ତାହେଲେ ଆପଣଙ୍କୁ କଷ୍ଟ ହେବ। ମନ କଷ୍ଟ ହେଲେ ଧୀରେ ଧୀରେ ଶରୀର କଷ୍ଟ ହେବ, କଷ୍ଟ ହେଲେ ଧୀରେ ଧୀରେ ଆପଣଙ୍କ ଦେହ ଖରାପ ହେବ। ସବୁ ଆମେ ଯେଉଁ ଦେହ ଆମର ହେଲ୍ଥ ଯେଉଁ ପ୍ରୋବ୍ଲେମ୍ ରହୁଛି ନା, ସବୁ ହେଉଛି ଏଇ ଯେ ଆମ ମନ ଭିତରେ ଆମେ ବହୁତ ସାରା ଯେଉଁ ଗିଲ୍ଟ ରଖିଥିବା ମାପି ଦେଇପାରୁନି, ସେଇଥିପାଇଁ ଆମର ପ୍ରୋବ୍ଲେମ୍ ହେଉଛି। ଆଜିର ଚାପ୍ଟର ହେଉଛି ଆପଣ ଯେଉଁ ରିଲେସନ୍ଟା ଆପଣଙ୍କର ଭଲ ନାହିଁ, ଏଥିରେ ଆପଣ କ'ଣ କରିବେ, ଯେଉଁଟା ସବୁଠୁ ବଡ଼ ରିଲେସନ୍ ଯେଉଁଟା ଭଲ ନାହିଁ, ବହୁତ ଖୁସି ଅଛି, ସେଇ ରିଲେସନ୍କୁ ଧରିବେନି। ଆଗ ଛୋଟ ଛୋଟ ରିଲେସନ୍, ପାଠ ପଇସା ସାଙ୍ଗରେ ପଟୁନି କି ଅଫିସରେ କାହା ସାଙ୍ଗରେ ଆପଣ ଛୋଟ ଛୋଟ ନେବେ, ମାନେ ତାକୁ ପଏଣ୍ଟ ୱାଇଜ୍ ଲେଖିଦେବେ 1ରୁ 10 ଯାଏ। ଜଣକ ଆପଣ ନାଁ ଲେଖିବେ, ତ ଆପଣଙ୍କ ତା ସାଙ୍ଗରେ କେତେ ପରସେଣ୍ଟେଜ, ମାନେ 1% ଆପଣଙ୍କ ତା ସାଙ୍ଗରେ ଭଲ ସମ୍ପର୍କ ନାହିଁ, 2%, 3%, 10%, ଯାହାର ବହୁତ ବେଶୀ ଅଛି ତାକୁ ଆପଣ 10%, ଆପଣ ସବୁଠୁ 1-2% ତାକୁ ଧରିବେ। ସେମିତି ହେଲେ କ'ଣ ହେବ, ଆପଣ ଦେଖିବେ ତା ସାଙ୍ଗରେ ଆପଣଙ୍କ ସମ୍ପର୍କ ଠିକ୍ ହେଇଗଲେ ଆପଣଙ୍କର ବିଶ୍ୱାସ ପଳେଇ ଆସିବ। ତାପରେ ଆପଣ ଧୀରେ ଧୀରେ ପଏଣ୍ଟ ୱାଇଜ୍ ଆପଣ ବଡ଼ ଅଛି ରିଲେସନସିପ୍ ମାନେ ପାଇଁ ଆପଣ ଲେଖିବେ। ତ ଏଇଥିରେ କ'ଣ ହେଉଛି, ଆପଣ ପ୍ରଥମେ ବସିବେ ଆଉ ଯେଉଁ ଯାହା ପାଇଁ ଆପଣ ଲେଖିବେ ତାର ଆପଣ 15ଟା ଜିନିଷ, ଆମେ ଏମିତି 5ଟା କି 10ଟା ଗ୍ରାଟିଚ୍ୟୁଡ୍ ଲେଖୁଛୁ, ବାପା ମା, ସ୍ୱାମୀ ପାଇଁ କି ଛୁଆ ପାଇଁ, ଯାହା ପାଇଁ ବି ନା ମ୍ୟାଜିକ୍ ବୁକ୍ ଚାପ୍ଟର ଗୁଡ଼ାକ ଯେଉଁ ଗଲା, ଆମେ ସବୁ 5ଟା ମନି ପାଇଁ ଲେଖିଲୁ, ହେଲ୍ଥ ପାଇଁ 5ଟା, କିନ୍ତୁ ଏଇଥିରେ ଆପଣଙ୍କୁ 15ଟା ଲେଖିବା ପାଇଁ ପଡ଼ିବ। ମନେକର ମୋର ଗୋଟେ ସାଙ୍ଗ ସାଙ୍ଗରେ ମୋର ଛୋଟବେଳ ମନେ ଅଛି, ମୋର ତା ସାଙ୍ଗରେ କଥାବାର୍ତ୍ତା ନାହିଁ, ତ ତାକୁ କେମିତି ତା ସାଙ୍ଗରେ ମୋର ମଧୁର ସମ୍ପର୍କ ହେବ, ସେଥିପାଇଁ ଆପଣ 15ଟା ତାର ଭଲ ଲେଖିବେ। କିଛି ଯଦି ଆପଣଙ୍କୁ ମିଳୁନି, ତାହେଲେ ଆପଣ ଲେଖିବେ ତାର ବାଳଟା ବହୁତ ସୁନ୍ଦର, ତାର ହେଲ୍ଥ ବହୁତ ବଢ଼ିଆ, ସେ ବହୁତ ବଢ଼ିଆ କଥା କହେ, ଯାହା ବି ଆପଣଙ୍କୁ କିଛି ତା ସାଙ୍ଗରେ ଭଲ ସମ୍ପର୍କ ନିଶ୍ଚୟ ଆଗରୁ ଥିଲା। ତା ସାଙ୍ଗରେ ମୁଁ ଏକା ସାଙ୍ଗରେ ସ୍କୁଲ ଯାଉଥିଲି, ମୁଁ ସାଙ୍ଗର ଏକ୍ଜାମ୍ପଲ୍ ଦଉଛି, ତାର କହିବା ଷ୍ଟାଇଲ୍ ମୋତେ ଭଲ ଲାଗେ, ତାର ଡ୍ରେସଅପ୍ ସେନ୍ସ ମୋତେ ଭଲ ଲାଗେ, ତାର ବଡ଼ିର ଫିଗର ମୋତେ ବହୁତ ଭଲ ଲାଗେ। ଏମିତି ଆପଣ ଯାହା ବି ସେ ବହୁତ ବଢ଼ିଆ ପଢ଼େ, ତାର ସେ ନଲେଜ ମୋତେ ବହୁତ, ତାର ଅଛି କ୍ରିଏଟିଭିଟି ଆଇଡ଼ିଆ ଅଛି, ମୋତେ ଭଲ ଲାଗେ। ଏମିତି ଆପଣ ସାଙ୍ଗ ପାଇଁ ଲେଖିବେ। ଆଉ ଯଦି ଆଉ ଭାଇ ଭଉଣୀଙ୍କ ଅଛି, ଭାଇ ଭଉଣୀର ବି ସେମିତି ଆପଣ ଲେଖିବେ, ପଟୁନି ତା ସାଙ୍ଗରେ କିଛି ଆପଣ ରିଲେସନ୍ ଖରାପ ହେଇଛି, କେମିତି ତାକୁ ନିଜର କରିବେ, ତାର ଭଲ ଜିନିଷ ଆପଣ ଲେଖିବେ।
ଲେଖିବେ ଧୀରେ ଧୀରେ ଯେତେବେଳେ ଆପଣ ତାର ଭଲ ଜିନିଷ ଲେଖିବେ ନା ତା ଭିତରେ ଯେଉଁ ନେଗେଟିଭିଟି ତା ପାଇଁ ଯେଉଁ ଅଛି ଆପଣଙ୍କର ଧୀରେ ଧୀରେ ଦୂରେଇ ଯିବ, ଆପଣଙ୍କୁ ତାର ଭଲ ଜିନିଷ ଦେଖାଯିବ ଆଉ ନିଶ୍ଚୟ ଆପଣ ତା ସାଙ୍ଗରେ ମିଶିଯିବେ। ଏଇଟା ମୋର ହେଇଛି, ମୁଁ ନିଜେ ଏଥିରେ ମାନେ ସକ୍ସେସଫୁଲ୍ ହେଇଛି। ମୋ ଛୋଟବେଳ ସାଙ୍ଗ ଗୋଟେ ତା ସାଙ୍ଗରେ ମୁଁ କଥା ଏମିତି ଲେଖି ଲେଖି ବର୍ଷେ ପରେ ତା ସାଙ୍ଗରେ ମୋର ଦେଖା ହେଲା। ବଡ଼ ମ୍ୟାଜିକ୍ ହେଲା, ତାପରେ ମୁଁ ଯାଇକିନା ରହିଲି। ଏଇନା ଆମ ଦୁଜଣଙ୍କ ସମ୍ପର୍କ ବହୁତ ବଢ଼ିଆ, ଆମେ ଡେଲି କଥା ଲାଗୁ। ସେଇଥିପାଇଁ ଆପଣ ନିଶ୍ଚୟ ଏଇ ପ୍ରାକ୍ଟିସଟା କରିବେ, ଡେ 15 ପ୍ରାକ୍ଟିସ୍। ଦେଖିବେ ଧୀରେ ଧୀରେ ଆପଣଙ୍କ ଯେଉଁ ବି ରିଲେସନ୍ ଭଲ ନାହିଁ ହେଇଯିବ, ଭଲ ହେଇଯିବ। ଥ୍ୟାଙ୍କ ୟୁ। ପ୍ରାକ୍ଟିସ୍ କରୁଛନ୍ତି ନିଶ୍ଚୟ ମୋ ଭିଡ଼ିଓକୁ ଦେଖୁଥିବେ ଆଉ ପ୍ରାକ୍ଟିସ୍ କରନ୍ତୁ। ଧୀରେ ଧୀରେ ଦେଖିବେ ଆପଣଙ୍କ ଲାଇଫ୍ ନିଶ୍ଚୟ ଚେଞ୍ଜ ହେବ।